ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଦେଶରେ ଅଧିକାଂଶ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଓଡ଼ିଶା ଉପକୂଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ରାଜ୍ୟ ପୋଲିସ ପକ୍ଷରୁ ଦିନ ରାତି ଉପକୂଳରେ ପାଟ୍ରୋଲିଂ ଜାରି ସହ ଟ୍ରଲର ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଉଛି। ସେପଟେ ପାରାଦୀପ ବନ୍ଦର ସୁରକ୍ଷା ସ୍ତର ବୃଦ୍ଧି ସହ ସମସ୍ତ ଜାହାଜ ଉପରେ ରଖାଯାଇଛି କଡ଼ା ନଜର। କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ଫାଣ୍ଡି ଅଧୀନ ଗ୍ରୀନ ଫିଲ୍ଡ ସ୍କୁଲ ସମ୍ମୁଖରେ ଭାରସାମ୍ୟ ହରାଇ ଟ୍ରକର ପଛପଟୁ ପିଟି ହେଲା ବାଇକ୍। ଫଳରେ ବାଇକ୍ରେ ଥିବା 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଟ୍ରକ୍ ଫେରାର ଏବଂ ମୃତକ ଦ୍ୱୟ ହେଲେ ସଦର ବ୍ଲକ ଅନ୍ତର୍ଗତ ପର୍ଜନପୁର ପଞ୍ଚାୟତ କଲାଣ୍ଡା ଗ୍ରାମର ସନ୍ତୋଷ କୁମାର ମହାକୁଡ଼ ଓ ଦୀପକ କୁମାର ମହାକୁଡ଼। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରୁ 3 ଜଣ ଶିକାରୀକୁ ଗିରଫ କରି ଜେଲ ହାଜତକୁ ପଠାଯାଇଛି ଏବଂ ସେମାନଙ୍କ ନିକଟରୁ 3ଟି ସିଙ୍ଗଲ ବ୍ୟାରେଲ ବନ୍ଧୁକ ଓ 5ଟି ଗୁଳି ସମେତ 17ଟି କ୍ୟାଟ୍ରିଜ ଜବତ ହୋଇଥିବା ବେଳେ ଗିରଫ 3 ଜଣ ଯାକ ବାଙ୍ଗିରପୋଷି ଥାନା ଜୁ ଗ୍ରାମର ଲାଛ ମୁର୍ମୁ, ମଧୁସୂଦନ ମୁର୍ମୁ ଓ ଘାସିରାମ ଟୁଡୁ। ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏବଂ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଆରଡିସି ଓ ଆଇପିଏସ୍ ଅଫିସରଙ୍କ ଛୁଟି ବାତିଲ କରିବା ସହ ଯେଉଁମାନେ ଛୁଟିରେ ଯାଇଛନ୍ତି ସେମାନେ ତୁରନ୍ତ ଆସି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। Preview. Audio Jungle. Audio Jungle. Preview. ଭୁବନେଶ୍ୱର ଏମ୍ସରେ କାର୍ଯ୍ୟରତ ସମସ୍ତ ଡାକ୍ତର, ଅଧିକାରୀ ଓ ପଦାଧିକାରୀଙ୍କୁ ଛୁଟି ବାତିଲ କରାଯାଇଛି। ଏନେଇ ଏମ୍ସ ପକ୍ଷରୁ ନୋଟିସ ଜାରି ହୋଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ସମୟରେ ଏମ୍ସରେ କାର୍ଯ୍ୟରତ କୌଣସି ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଛୁଟିରେ ରହିପାରିବେ ନାହିଁ। କୋରାପୁଟ ଜିଲ୍ଲା ବୋଇପାରିଗୁଡା ଥାନା ଅନ୍ତର୍ଗତ ଦରାପୁଟ ଗ୍ରାମରେ ଦ୍ୱିତୀୟ ପତ୍ନୀଙ୍କ ଟାଙ୍ଗିଆ ଚୋଟରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁ। ପ୍ରଥମ ପତ୍ନୀ ସତ୍ୟବତୀ ବାରିକ ଶୋଇଥିବା ବେଳେ ଦ୍ୱିତୀୟ ପତ୍ନୀ ବୈଜୟନ୍ତୀ ବାରିକ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି ଏବଂ ସ୍ଥାନୀୟ ପୋଲିସ ଦ୍ୱିତୀୟ ପତ୍ନୀ ଏବଂ ସ୍ୱାମୀଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି। ରାଜ୍ୟରେ ଗରମର ପ୍ରକୋପ ଆହୁରି ବଢିବ। ଆସନ୍ତା 3 ଦିନ ଭିତରେ ତାପମାତ୍ରା 2ରୁ 4 ଡିଗ୍ରୀ ବଢିବା ଆଶଙ୍କା ଥିବା ବେଳେ 10ରୁ 14 ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ଜ୍ୱାଳା। ଯଦି କିଛି ଜାଗାରେ କାଳ ବୈଶାଖୀ ଜନିତ ବର୍ଷା ହେବ, ମାତ୍ର ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ପଡିବ ନାହିଁ। Preview. Preview. Audio Jungle. Audio Jungle. Preview. ଜମ୍ମୁ କାଶ୍ମୀରର ସିଆଲକୋଟରେ ଥିବା ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡକୁ ଧ୍ୱଂସ କରିଛି ଭାରତୀୟ ସେନା। ଏହାର ଏକ ଭିଡିଓ ଜାରି କରି ସ୍ପଷ୍ଟ କରିଛି ସୀମା ସୁରକ୍ଷା ବଳ। ଏହିଠାରୁ ହିଁ ପାକିସ୍ତାନୀ ସେନା ପକ୍ଷରୁ ଆତଙ୍କବାଦୀମାନଙ୍କୁ ଭାରତରେ ଅନୁପ୍ରବେଶ କରାଯାଇଥାଏ। ସାନ ମୁଣ୍ଡଳି ନିକଟ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରୁ ବାରଙ୍ଗ ଥାନା ପୋଲିସ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ କଟକ ଲାଲବାଗ ଥାନା ଦେୱାନ ବଜାର ଅଞ୍ଚଳର ଶେଖ ରାହିଲ ଅଲି ହୋଇଥିବା ବେଳେ ତାଙ୍କ ପାଖରେ ପୋଡା ଯାଇଥିବା ଏକ ଗାଡି ଓ ରକ୍ତଲୁଗା ଲୁହା ରଡ୍ ମିଳିଛି। ଏବଂ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରି କଥା କୋଡେମ ପୋଲିସ ନିକଟରେ 38 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ଏବଂ ଏହି ମାଓବାଦୀଙ୍କ ମଧ୍ୟରେ 7 ଜଣ VCS ରେଙ୍କର ଥିବା ବେଳେ 16 ଜଣ ପାର୍ଟି ମେମ୍ବର, 6 ଜଣ KMS, 3 ଜଣ CNM ଓ 4 ଜଣ GRD ରେଙ୍କର ବୋଲି Preview.